ନମସ୍କାର। ଆସିଯାଇଛି ଶିଶୁ ସେବିକା ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ। କ'ଣ ରହିଛି ସମସ୍ତ ନିର୍ଦ୍ଦେଶାବଳୀ ବା ଗାଇଡ଼ଲାଇନ୍ସ, କ'ଣ ଏଲିଜିବିଲିଟି କ୍ରାଇଟେରିଆ ରହିଛି, କେତେ ଦିନ ପାଇଁ ପୋଷ୍ଟିଂ ହେବ, ପ୍ରାୟୋରିଟି କ'ଣ ରହିବ, କାମ କ'ଣ ରହିବ, ଦରମା କେତେ ରହିବ, ତା'ର ସବିଶେଷ ବିବରଣୀ ଏ ନିର୍ଦ୍ଦେଶାବଳୀରେ ରହିଛି। ତେବେ ଆସନ୍ତୁ ଦେଖିବା କ'ଣ କ'ଣ ରହିଛି ସବୁ ନିର୍ଦ୍ଦେଶାବଳୀ। ତେବେ ଶିଶୁ ସେବିକା ନିଯୁକ୍ତି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ସରକାରୀ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ଭର୍ତ୍ତି ସଂଖ୍ୟା ଅଛି ସେଥିରେ ଶିଶୁ ସେବିକା ନିଯୁକ୍ତି କରିବା। ତେବେ କେତେ ପିଲା ସଂଖ୍ୟା ରହିଲେ ଶିଶୁ ସେବିକା ନିଯୁକ୍ତି ହୋଇପାରିବ ଆସନ୍ତୁ ଦେଖିବା। ଯେଉଁ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ପ୍ରଥମ ଏବଂ ଦ୍ୱିତୀୟର ମୋଟ ପିଲା ସଂଖ୍ୟା 30ରୁ 100 ହୋଇଥିବ ସେହି ବିଦ୍ୟାଳୟରେ ଜଣେ ମାତ୍ର ଶିଶୁ ସେବିକା ନିଯୁକ୍ତି ହେବେ। ଏବଂ ଯେଉଁଠାରେ ଆପଣଙ୍କର ପ୍ରଥମ ଦ୍ୱିତୀୟ ଏବଂ ଶିଶୁ ବାଟିକା ପିଲା ସଂଖ୍ୟା ମିଶି 100ରୁ ଅଧିକ ହେବ ସେଠାରେ ଆପଣଙ୍କର 2 ଜଣ ଶିଶୁ ସେବିକା ନିଯୁକ୍ତ ହେବେ। ଶିଶୁ ସେବିକାଙ୍କର କର୍ତ୍ତବ୍ୟ ଗୁଡ଼ିକ ହେଲା ସମସ୍ତ ଶିଶୁ ଯାହାର ସୁରକ୍ଷିତ, ସୁନିଶ୍ଚିତ ଓ ଭାବନାଗତ ଭାବେ ପ୍ରୋତ୍ସାହିତ ମନୋଭାବରେ ଅନୁଭବ କରିବେ, ସେପରିକି ନିରାପଦ ଓ ସହାନୁଭୂତିଶୀଳ ପରିବେଶ ସୃଷ୍ଟି କରିବେ। ଶିକ୍ଷକମାନଙ୍କୁ ଶିଶୁମାନଙ୍କୁ ସ୍ୱାଗତ କରିବାରେ, ସ୍ୱଚ୍ଛତା ଅଭ୍ୟାସରେ ଓ ପ୍ରତିଦିନର ବିଭିନ୍ନ ସ୍କୁଲ କାର୍ଯ୍ୟକଳାପରେ ସୁଗମ ପରିବର୍ତ୍ତନ କରିବାରେ ସହାୟତା କରିବେ। ଯେଉଁ ଶିଶୁମାନେ ଅସ୍ୱସ୍ଥ କିମ୍ବା ଅଶାନ୍ତ ହୁଅନ୍ତି ସେମାନଙ୍କୁ ସହଜ ଭାବରେ କଥା ହେବା କିମ୍ବା ଶାନ୍ତିରେ ସାଙ୍ଗରେ ରଖିବା ଦ୍ୱାରା ଶାନ୍ତ କରିବା। ପ୍ରয়োଜନୀୟ ସମୟରେ ଶିଶୁଙ୍କୁ ପୁସ୍ତକ, ଖେଳନା, ଚାଟ୍ ପରି ସାମଗ୍ରୀ ଯୋଗାଇବା। ଯଦି ଶିଶୁକୁ ବାହାରକୁ ଯିବାକୁ, ଶୌଚାଳୟକୁ ଯିବାକୁ କିମ୍ବା କିଛି ସମୟ ପାଇଁ ବିରତି ଆବଶ୍ୟକ ସେତେବେଳେ ଶିଶୁଙ୍କ ସାଙ୍ଗରେ ଯିବା। ଯଦି ଶିଶୁ ଅସ୍ୱସ୍ଥ, ବିଚଳିତ କିମ୍ବା ଭିନ୍ନ ଆଚରଣ କରୁଛି ସେତେବେଳେ ଶିକ୍ଷକଙ୍କୁ ସୂଚିତ କରିବା। ଶ୍ରେଣୀକକ୍ଷର ସଫା ସୁତୁରା, ସ୍ୱଚ୍ଛତା ଓ ଶିକ୍ଷଣା ସାମଗ୍ରୀକୁ ସୁନିଶ୍ଚିତ କରିବା ଯାହାଦ୍ୱାରା ସ୍ୱାସ୍ଥ୍ୟକର ଏବଂ ଶିଶୁ ବାନ୍ଧବ ପରିବେଶ ଗଠନ ହୋଇପାରିବ। ଶିଶୁ ସେବିକା ନିଯୁକ୍ତି ପାଇଁ ସର୍ତ୍ତାବଳୀ ସବୁ ରହିଛି କ'ଣ ଦେଖନ୍ତୁ। ପ୍ରଥମତଃ ସେ ଭାରତର ଜଣେ ନାଗରିକ ହୋଇଥିବ ଯାହା 1 ଏପ୍ରିଲ ନିଯୁକ୍ତି ବର୍ଷରେ 18 ବର୍ଷରୁ ଅଧିକ ବୟସର ଏବଂ 45 ବର୍ଷରୁ କମ୍ ବୟସର ହେବା ଆବଶ୍ୟକ। ଅର୍ଥାତ୍ ଯେଉଁ ବର୍ଷ ସେ ପୋଷ୍ଟିଂ ହେବେ ସେହି ବର୍ଷ ଏପ୍ରିଲ 1 ପର୍ଯ୍ୟନ୍ତ ତାଙ୍କର ବୟସ 18 ବର୍ଷରୁ ଅଧିକ ହେବା ଦରକାର ଏବଂ 45 ବର୍ଷରୁ କମ୍ ହେବା ଦରକାର। ସେହି ସେବିକା ସ୍କୁଲ କିମ୍ବା ଗ୍ରାମ ବା ୱାର୍ଡ଼ର ନିବାସୀ ହୋଇଥିବା ଉଚିତ। ଅର୍ଥାତ୍ ସେହି ଯେଉଁଠି ପୋଷ୍ଟିଂ ହେବେ ସେହିକାର ଗ୍ରାମର ସେ ନିବାସୀ ହୋଇଥିବା ଦରକାର। ଯଦି କୌଣସି ଏଲିଜିବୁଲ୍ କ୍ରାଇଟେରିଆ ନଥିବ ତାହେଲେ ପାର୍ଶ୍ୱବର୍ତ୍ତୀ ଗ୍ରାମର ପ୍ରାର୍ଥୀଙ୍କୁ ବିବେଚନା କରାଯାଇପାରେ। ତୃତୀୟରେ ସେ ସାକ୍ଷର ହୋଇଥିବେ, ସେ ସ୍ୱାସ୍ଥ୍ୟକର ଶାରୀରିକ ଏବଂ ମାନସିକ ଅବସ୍ଥାରେ ଥିବା ଉଚିତ। ଏବଂ ପଞ୍ଚମରେ ହେଉଛି ଆପଣଙ୍କର ଶିଶୁ ସେବିକା ବହୁତ ଛୋଟ ପିଲାମାନଙ୍କ ସହିତ କାମ କରିବାକୁ ପଡ଼ୁଥିବାରୁ ସେ ଓଡ଼ିଆ ଏବଂ ସ୍ଥାନୀୟ ଭାଷା କଥା ହେବା ପାଇଁ ନିହାତି ଆବଶ୍ୟକ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଆପଣଙ୍କର ଶିଶୁ ସେବିକାଙ୍କୁ ପ୍ରତିବର୍ଷ ତାଙ୍କର ସ୍ୱଚ୍ଛତା ଏବଂ ସନ୍ତୋଷଜନକ କାର୍ଯ୍ୟଦକ୍ଷତା ଆଧାରରେ ପୁନର୍ବର୍ଷୀକରଣ କରାଯିବ। ପ୍ରତିବର୍ଷ ପୁନର୍ବର୍ଷୀକରଣ ହେବ, ଏହା ସ୍କୁଲ ମ୍ୟାନେଜିଂ କମିଟି ଦ୍ୱାରା କରାଯିବ। ଅର୍ଥାତ୍ ଆପଣଙ୍କର ଯେଉଁ ପୋଷ୍ଟିଂ ରହିବ ସେଇଟା ହେଉଛି କଣ୍ଟ୍ରାକ୍ଚୁଆଲ୍ ପରିମାଣରେ ଏବଂ ପ୍ରତିବର୍ଷ ଏହି ଯେଉଁ ଏନଗେଜମେଣ୍ଟକୁ ରିନ୍ୟୁ କରାଯିବ। ଏବଂ ଏ ଯେଉଁ ସମ୍ପୂର୍ଣ୍ଣ ପୋଷ୍ଟିଂଟି ହେଉଛି SMC ଦ୍ୱାରା ହେବ। SMC ହେଉଛି ଶିଶୁ ସେବିକା ପୁନର୍ବର୍ଷୀକରଣ ପାଇଁ ଉଚିତ କ୍ଷମତା ସମ୍ପନ୍ନ ସଂସ୍ଥା। SMCରେ 2/3 ସଦସ୍ୟଙ୍କ ଉପସ୍ଥିତିରେ ପାରିତ ହୋଇଥିବା ଏକ ପ୍ରସ୍ତାବ ଅନୁସାରେ ସମ୍ବନ୍ଧିତ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପୁନର୍ବର୍ଷୀକରଣ କରାଯିବା ଉଚିତ। ଶିଶୁ ସେବିକା ପୋଷ୍ଟିଂରେ ପ୍ରାଥମିକତା କ'ଣ ରହିବ ଦେଖନ୍ତୁ। କାହାକୁ ପ୍ରାୟୋରିଟି ପ୍ରଥମେ ଦିଆଯିବ? ପ୍ରଥମେ ଆପଣଙ୍କର ST ଶ୍ରେଣୀରୁ ଦରିଦ୍ର ବା ଅସହାୟ ନାରୀ ହୋଇଥିବେ। ଦ୍ୱିତୀୟରେ SC ଶ୍ରେଣୀରୁ ଦରିଦ୍ର ବା ଅସହାୟ ନାରୀ ହୋଇଥିବେ। ତାପରେ ଆପଣଙ୍କର ଅନ୍ୟାନ୍ୟ ସମୁଦାୟରୁ ଦରିଦ୍ର ବା ଅସହାୟ ନାରୀ ହୋଇଥିବେ। ତାପରେ ଆପଣଙ୍କର ରହିଛି ଦରିଦ୍ର ବିବାହବିହୀନ ମା ଯାହାଙ୍କ ପାଖରେ କୌଣସି ଜୀବିକା ଉପାୟ ନାହିଁ ଏବଂ ସେ ST ସମୁଦାୟ ରହିଥିବେ। ଆପଣଙ୍କର ତାପରେ ରହିଛି ଦରିଦ୍ର ବିବାହବିହୀନା ମା ଯାହାଙ୍କ ପାଖରେ କୌଣସି ଜୀବିକା ଉପାୟ ନାହିଁ, ସେ SC ସମୁଦାୟ ରହିଥିବେ। ତାପରେ ରହିଛି ଆପଣଙ୍କର ଦରିଦ୍ର ବିବାହବିହୀନା ମା ଯାହାଙ୍କ ପାଖରେ କୌଣସି ଜୀବିକା ଉପାୟ ନାହିଁ ଏବଂ ସେ ଅନ୍ୟ କୌଣସି ସମୁଦାୟରୁ ହୋଇଥିବେ। ତାପରେ ଆପଣଙ୍କୁ ପ୍ରାୟୋରିଟି ଦିଆଯିବ ST ସମୁଦାୟର ଦରିଦ୍ର ବିଚ୍ଛିନ୍ନା କିମ୍ବା ପରିତ୍ୟକ୍ତା, SC ସମୁଦାୟର ଦରିଦ୍ର ବିଚ୍ଛିନ୍ନା କିମ୍ବା ପରିତ୍ୟକ୍ତା ଏବଂ ଅନ୍ୟ ସମୁଦାୟର ଦରିଦ୍ର ବିଚ୍ଛିନ୍ନା କିମ୍ବା ପରିତ୍ୟକ୍ତା। କେଉଁମାନେ ଶିଶୁ ସେବିକା ନିଯୁକ୍ତି ପାଇଁ ଅଯୋଗ୍ୟ ସେଇଟାରେ ଆପଣ ଦେଖିଦିଅନ୍ତୁ ଟିକେ। 60 ବର୍ଷ ବୟସ ପୂର୍ଣ୍ଣ କରୁଥିବା ବର୍ତ୍ତମାନର ଶିଶୁ ସେବିକା କାର୍ଯ୍ୟରୁ ବିରତ ହେବେ। ଯେକୌଣସି ବ୍ୟକ୍ତି
ଯଦି ଦୀର୍ଘସ୍ଥାୟୀ ସଂକ୍ରାମକ ରୋଗରେ ପୀଡ଼ିତ କିମ୍ବା ଅଚଳ ହୋଇପାରନ୍ତି, ସେ ଶିଶୁ ସେବିକା ଭାବେ କାର୍ଯ୍ୟ କରିପାରିବେ ନାହିଁ। ଯଦି ଏସ୍ଏମ୍ସି ପ୍ରେସିଡେଣ୍ଟ, ମେମ୍ବର, ଲୋକାଲ ଏମ୍ପି, ଏମ୍ଏଲ୍ଏ, ଜିଲ୍ଲା ପରିଷଦ ମେମ୍ବର, ସମିତି ମେମ୍ବର, ସରପଞ୍ଚଙ୍କ ପରିବାର ସଦସ୍ୟ କିମ୍ବା ନିକଟ ଆତ୍ମୀୟ ହୋଇଥିବେ, ସେମାନେ ଶିଶୁ ସେବିକା ଭାବେ ନିଯୁକ୍ତ ହେବାକୁ ଅଯୋଗ୍ୟ ହେବେ। ତାପରେ ଆପଣଙ୍କର ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ କିମ୍ବା ତାଙ୍କର ନିକଟ ଆତ୍ମୀୟ ଶିଶୁ ସେବିକା ଭାବେ ନିଯୁକ୍ତ ହେବାକୁ ଅଯୋଗ୍ୟ ହେବେ। ଯେକୌଣସି ବ୍ୟକ୍ତିଙ୍କ ନିକଟରେ ଅପରାଧିକ ପୃଷ୍ଠଭୂମି ଥିଲେ ସେମାନେ ଶିଶୁ ସେବିକା ଭାବେ ନିଯୁକ୍ତ ହେବାକୁ ଅଯୋଗ୍ୟ ହେବେ। ଏବଂ ଏ ଯେଉଁ ପୋଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ରହିଛି, ଏହା ସ୍କୁଲ ମ୍ୟାନେଜିଂ କମିଟି ଦ୍ୱାରା ହେବ। ଦେଖନ୍ତୁ କିପରି ହେବ। ଶିଶୁ ସେବିକାଙ୍କ ନିଯୁକ୍ତି ସ୍କୁଲ ସ୍ତରରେ ସ୍କୁଲ ପରିଚାଳନା କମିଟି ବା ଏସ୍ଏମ୍ସି ଦ୍ୱାରା କରାଯିବ। ଏସ୍ଏମ୍ସି ହେଉଛି ଶିଶୁ ସେବିକାଙ୍କ ନିଯୁକ୍ତି ପାଇଁ ଉଚିତ କର୍ତ୍ତୃପକ୍ଷ। ତେବେ ପରାମର୍ଶ ଦିଆଯାଉଛି ଯେ ଏସ୍ଏମ୍ସି ସଭାରେ ଅତି କମ୍ରେ 2/3 ଅଙ୍କଙ୍କ ଉପସ୍ଥିତି ସହିତ ଗ୍ରହୀତ ସଂକଳ୍ପ ପାସ୍ କରିବା ସହିତ ଯାହା ସମ୍ବନ୍ଧୀୟ ବ୍ଲକ ଅଧିକାରୀ, ବିଓ କିମ୍ବା ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ସାକ୍ଷୀଭୂତ ହୋଇଥିବ। ଅର୍ଥାତ୍ ଆପଣଙ୍କର 2/3 ସଦସ୍ୟ ରହିବା ଦରକାର ଏସ୍ଏମ୍ସିରେ ଏବଂ ଗୋଟେ ରିଜଲ୍ୟୁସନ୍ ହେଇ ଆପଣଙ୍କର ଶିଶୁ ସେବିକା ପୋଷ୍ଟିଂ କରାଯିବ ଏବଂ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ। ଏବଂ ତାଙ୍କର ଯେଉଁ ଦରମା ରହିବ ସେବିକାଙ୍କୁ ପ୍ରତି ମାସ 3,000 ଟଙ୍କା ଆକାରରେ ତାଙ୍କୁ ଅନରିୟମ୍ ଦିଆଯିବ। କ'ଣ କ'ଣ ସବୁ ଆପଣଙ୍କର ନିୟମ ବା ସର୍ତ୍ତାବଳୀ ରହିଛି ସେସବୁକୁ ମଧ୍ୟ ଟିକେ ଦେଖିଦିଅନ୍ତୁ। କାର୍ଯ୍ୟର ପ୍ରକୃତିକୁ ଦୃଷ୍ଟିରେ ରଖି ଶିଶୁ ସେବିକା ଶିଶୁ ବାଟିକା ପାଇଁ ନିର୍ଦ୍ଧାରିତ ବିଦ୍ୟାଳୟ ସମୟ ଅନୁଯାୟୀ ସମସ୍ତ ବିଦ୍ୟାଳୟ କାର୍ଯ୍ୟ ଦିନରେ ଉପସ୍ଥିତ ରହି ଦାୟିତ୍ୱ ପାଳନ କରିବା ଆବଶ୍ୟକ। ଲଗାତାର ଅନୁପସ୍ଥିତି ବିଦ୍ୟାଳୟ ସ୍ତରର କାର୍ଯ୍ୟକଳାପରେ ବାଧା ଦେଇଥାଏ ଏବଂ ଏହିଥିରୁ ଶିଶୁ ସେବିକାଙ୍କ ସେବାର ବିଚ୍ଛେଦ ହେବାକୁ ହୋଇପାରେ। ଏହି ପରିସ୍ଥିତିରେ ଶିଶୁ ସେବିକା ଅନୁମୋଦନହୀନ ଅନୁପସ୍ଥିତି ସମୟରେ କୌଣସି ବେତନ ବା ମାନଦଣ୍ଡ ପାଇବେ ନାହିଁ। ଶିଶୁ ସେବିକା ଶାରୀରିକ ଭାବରେ ଫିଟ୍ ଏବଂ କୌଣସି ଛୁଆଁ ଲାଗୁଥିବା ରୋଗରୁ ମୁକ୍ତ ହେବା ଆବଶ୍ୟକ। ଯୋଗଦାନ ସମୟରେ ନିର୍ବାଚିତ ଉମ୍ମିଦବାରୀମାନେ ନିମ୍ନଲିଖିତ ଦଲିଲପତ୍ର ଏସ୍ଏମ୍ସିକୁ ଦାଖଲ କରିବାକୁ ହେବ। ଏଇ ଯେଉଁ ଡକୁମେଣ୍ଟ ଗୁଡ଼ା ରହିଛି ଆପଣଙ୍କର 2ଟି ପାସପୋର୍ଟ ଆକାରର ଫଟୋ ଯଥାର୍ଥ ଭାବରେ ଯାଞ୍ଚ ହେବା ଦରକାର। ଯାଞ୍ଚିତ ଶିକ୍ଷା ପ୍ରମାଣପତ୍ରର ନକଲ ବା ଆପଣଙ୍କର ଏଟେଷ୍ଟେଡ଼ ହୋଇଥିବା ଦରକାର ଶିକ୍ଷା ପ୍ରମାଣପତ୍ର ସବୁ। ଆପଣ ଭୋଟର ପରିଚୟ ପତ୍ର ଏଟେଷ୍ଟେଡ଼ ହେବା ଦରକାର। ବ୍ୟାଙ୍କ ପାସବହିର ପ୍ରଥମ ପୃଷ୍ଠାର ଏଟେଷ୍ଟେଡ଼ ଜେରକ୍ସ। ଏତିକି ଆପଣଙ୍କର ଡକୁମେଣ୍ଟ ଦରକାର ପୋଷ୍ଟିଂ ସମୟରେ।